ଜୟ ଜଗନ୍ନାଥ ମତର ଶୁଭ କରୁଛି ଆପଣ ଆଜିର ଗୋଟେ ବ୍ଲଗ ସ୍ୱାଗତ ନିଅନ୍ତୁ ଛାଡ଼ନ୍ତୁ। ଆଜି ମୁଁ ତ ଉଠି ଯାଇଛି ଟାଇମ୍ କେତେଟା ମୁଁ ଦେଖିଦଉଛି। ଦେଖି ଦଉଛି 9ଟା 10ଟା ବାଜିବ। ମୁଁ ତ ଶୋଇଥିଲି କାରଣ କାଲି ରାତିରେ ମୁଁ ଏଡିଟ୍ କରୁଥିଲି ଭିଡ଼ିଓଟା ଆମର ଏଡିଟ୍ କରିବା ଭିତରେ ଆମର ପିସି ମାନେ ଗୋଟେ କମ୍ପ୍ୟୁଟରଟା ଆମର ଖରାପ ହେଇଯାଇଛି ମୁଁ ଜାଣିନି ଭିତରେ କଣ ହେଇଛି। ଆପଣଙ୍କୁ ଅନ୍ କରିକି ଦେଖଉଛି କଣ କେମିତି ହେଇଛି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଆମର ଏଇ ବର୍ତ୍ତମାନ ଝୁଡିଆ ଝୁଡି ଥୁଆ ହେଇଥିଲା ପୁରା ମଇଳା ହେଇଗଲାଣି। ଆଉ ମେନ୍ ଜିନିଷ ଏଇଟା ହେଉଛି ଆମ ମନିଟର। ଏଠି ଆମର ସବୁ ଜିନିଷ ସବୁ ଥୁଆ ହେଇଛି। ସବୁ ସଜା ସଜି ହେଇକି କାଲିଠୁ ଖରାପ ହେଇକି ଥୁଆ ହେଇଛି। ଚାଲନ୍ତୁ ଫାର୍ଷ୍ଟ ଆମେ ଅନ୍ କରିଦେବା। ଏଇଟା ହେଉଛି ତାର ତାର। ଗୋଟେ ତାର ଏମିତି ଦେଇ ଦେଇଛି ସିଷ୍ଟମରେ। ଦେଖନ୍ତୁ ଆମର ବର୍ତ୍ତମାନ ପାଇଁ ଲାଇଟଟା ଜଳିଗଲା ଏଇଟା ଆମର ଲାଇଟଟା ଲିଭିଯାଇଛି। ଦେଖନ୍ତୁ ଏବେ ଟିକେ ଅନ୍ କରିଦେବା। ଏବେ ଦେଖନ୍ତୁ ଆମର ଅନ୍ କଲେ ହିଁ ଅନ୍ ହଉନି ପାୱାର ସପ୍ଲାଇ ଆଣିଥିଲି ଦିଆ ହେଇଯାଇଛି। ଅନ୍ କଲେ ଅନ୍ ହଉନି। ଦେଖୁଛି କଣ ହେଇଛି ଆପଣମାନଙ୍କୁ ଦେଖଉଛି। ଯାଉଛି ଏଇଠି ଷ୍ଟାଣ୍ଡଟା ରଖିକି ଆପଣଙ୍କୁ ଦେଖେଇବି ଏଇଟା କଣ ଖରାପ ହେଇଛି କଣ ହେଇଛି। ଆଉ ଏଇଟା ବି ଟାଣି ଦେଇଥିଲି ଆପଣଙ୍କୁ ଦେଖେଇବି ଏଇଟା ହେଉଛି ଆମର ପାୱାର ସପ୍ଲାଏ ଦୁଇଟା କରେଣ୍ଟ ଦବ। ଆଉ ଦୁଇଟା ହେଉଛି ଗୋଟେ ହେଉଛି ମାଉସ୍ ଗୋଟେ କିବୋର୍ଡ଼ ଆଉ ଗୋଟେ ହେଉଛି ଆମର ଏଇଟା ହେଉଛି ଆମ କମ୍ପ୍ୟୁଟର। ଏଇଟା ଆମର ପିସି ଏଇଟାକୁ ଆମେ ତିଆରିବା ଦେଖିପାରୁଥିବେ ବର୍ତ୍ତମାନ ଆମର ମାନେ ଆମେ ଏଇଟା ହେଉଛି ଆମର ପିସିର ବ୍ୟାକ୍ ସାଇଡ୍ ଦେଖୁଥିବେ। ଆମର ଖୋଲିବା ପାଇଁ ମାନେ ସହଜ ଉପାୟ ଦେଇଦେଇଛି ଏଇଟା ଖୋଲୁଛି ତା ଭିତରେ ବଡ଼ ବଡ଼ ଅଛି। ଏଇଟା ଆମର ଏ ପାର୍ଟର ଖୋଲିଦେଇଛି ଆଉ ଦୁଇଟା ଅଛି ଖୋଲିବା। ଖୋଲିଯାଇଛି ଆଉ ଦେଖିପାରୁଥିବେ ଏଇଟା ପିସିର ବ୍ୟାକ୍ ସାଇଡ୍ ଏଇଟା ବ୍ୟାକ୍ ସାଇଡ୍ ଏଇଟା ହେଉଛି ମାନେ ଏପଟ ସାଇଡ୍ ଦେଖନ୍ତୁ ରେଡ୍ ଟାଇପର ଆଉ ଭିତରେ କେତେ ତାର ଅଛି ଦେଖନ୍ତୁ। ତା ବିଷୟରେ ବେଶୀ କିଛି ଜାଣିନି ଯେତିକି ଜାଣିଛି ସେତିକି କହିପାରିବି। ଆଉ ଅଧିକ ଜାଣିନି ମାନେ ପାୱାର ସପ୍ଲାଇ କଣ ପାଇଁ ହଉନି ମୁଁ ସେଇ ଭିଡ଼ିଓ ହିଁ ଦେଖିବି। ଆଉ ଯଦି କଣ ଖରାପ ହେଇଥିବ ତାହେଲେ ମୁଁ ଆପଣଙ୍କୁ ଆଣିଥିଲି ତାଙ୍କ ପାଖକୁ ନେଇକି ଯିବାକୁ ପଡ଼ିବ। ଆଉ ଆମ ସିଷ୍ଟମେଟିକ୍ ଥୁଆ ହେଇଯାଇଛି ସାଇଡ୍। ଏବେ ଦେଖନ୍ତୁ କେମିତି କଣ ହଉଛି। ଆଉ ହେଉଛି ମୋ ରିମୋଟ୍ ମାନେ ମୁଁ ଲଗିଂ କରୁଛି ଏଇଟା ମୋ ପାଖରେ ରଖୁଛି ଯେତେବେଳେ ମୁଁ ଚାହିଁବି ଏଟାକୁ ବନ୍ଦ କରିପାରିବି ମାନେ ଅନ୍ ବି କରିପାରିବି। ପାୱାର ସପ୍ଲାଇ କଣ ପାଇଁ ହଉନି। ଏଇ ଗୋଟେ ଆମର ଲୁଜ୍ ଥିଲା ସେଥିପାଇଁ ଆମର ପାୱାର ସପ୍ଲାଇଟା ହେଉନଥିଲା। ଏବେ ମୁଁ ଆକୁ କନେକ୍ଟ କରିଦେଇ ଯାଉଛି କନେକ୍ଟ କରିସାରିଲା ପରେ ମୁଁ ଯାଉଛି ଚାଲିବି ଏବେ କରିଦେଲି ଆକୁ। ଦେଖନ୍ତୁ ଏଠି ଆମର ଗୋଟେ ଥୁଆ ହେଇଛି ମାନେ ଖୋଲାଖୋଲି କରିକି କାରଣ ମୁଁ ଟିକେ ଅର୍ଜେଣ୍ଟ ଯିବାର ଅଛି ଟିକେ ମାନେ ବଜାରକୁ ନେଇକି ମୁଁ ଯାଉଛି ତାକୁ ଛାଡ଼ିଦେଇକି ଆସିବି ମାସରେ ଆମ ସବୁ ଏମିତି ଥୁଆ ହେଇଛି। ଆଉ ତା ପାଇଁ କିଛି ପାର୍ଟ୍ସ ଆଣିବାର ଅଛି ତାର କେତେଟା ଜିନିଷ ଖରାପ ହେଇଯାଇଛି ତାକୁ ପୁଣି ଦିଆଯିବାର ଅଛି ସେଥିପାଇଁ ମୁଁ କିଛିଟା ଜିନିଷ ବଜାରରୁ ଆଣିବି ଯାଉଛି।
ବଜାର ଦେଇକି ଦେଖା ହେବା। ଦେଖନ୍ତୁ ଇଏ ଏବେ ଥୋଇ ଦେଇକି ଯାଉଛି ଆଉ ଷ୍ଟାଣ୍ଡ ବି ଥୁଆ ହେଇଛି। ଏଇ ଷ୍ଟାଣ୍ଡ ଟା ମତେ ବହୁତ ସାହାଯ୍ୟ କରୁଛି କାରଣ ଯେତେ ଷ୍ଟାଣ୍ଡ ଅଛି ସବୁ ଷ୍ଟାଣ୍ଡ ଭାଙ୍ଗି ଯାଇଛି। ଇଏ ହିଁ ଅଛି ମାନେ ବହୁତ ବଢିଆ ଷ୍ଟାଣ୍ଡ। ଇଏ ଟୋଟାଲ ମୋର ନେଇଥିଲା 1500 ଟଙ୍କା। ଏଇଟା ଠିକ ଅଛି। ଘରେ କାହାକୁ କହିନି ଘରେ କହୁଛି 300 400 ଟଙ୍କା। ତା ଭିତରେ କିଛି ଏମିତି ପୁରା ଖୋଲି ଖୋଲିକି ଅଛି କାରଣ ବହୁତ ଦିନ ହେଲାଣି। ଆଉ ଏଠି ସବୁ ଆମର ସାଇଜ ପୁରା ମୁଁ ଜାଣିନି ମାନେ ଆମର ଏଇଟା ଖରାପ ହେଇଛି ବୋଲି ମୁଁ ଜାଣିନି ଟୋଟାଲ। ଆଉ ତ ଜାଣିଛି ପୁରା ପୁରା ଇଏ କରିଦେବ। ମୁଁ ପହଞ୍ଚି ରାତିରେ କାରଣ ମୁଁ ଟିକେ ବ୍ଲଗରେ ଏଡିଟ କରୁଥିଲି ତାଙ୍କର ପ୍ରାଙ୍କ ଭିଡିଓ। ଏଡିଟ କଲାବେଳେ କଣ ହେଲା ମୁଁ ନିଜେ ହିଁ ଜାଣିନି ମୋ ଅଟୋମେଟିକାଲି ବନ୍ଦ ହେଇଗଲା। ଦେଖା ହଉଛି କଣ ହେଇଛି ମୁଁ ଆପଣଙ୍କୁ ଦେଖଉଛି। ଗୁଗୁ ଆସିଲେ ଗୁଗୁ ରିଆକ୍ସନ ଟା କଣ ହଉଛି। ନ ପଟ ଏମିତି ତିଆରିବା ପାଇଁ ଇଏ କଣାସୁର ପୂଜା ହେଇକି ଇ ତିଆରି ଦେବି ନା କଣ ହେଇଛି? ଆଜ୍ଞା ଆମର ଖରାପ ହେଇଛି କେତେ ଟଙ୍କା ନେବେ କଣ ତିଆରି ଯେ? ସେ କେଜାଣି କଣ ହେଇଛି କରେଣ୍ଟ ଯାଉନି। କରେଣ୍ଟ ଯାଉନି କାଲି ଠିକ ଥିଲା ସକାଳୁ ଦେଖିଲା ବେଳକୁ ଯାଉନି। କଣ? ବାଡେଇକି ଭାଙ୍ଗିଦବ। ଆଁ ଏଇଟାକୁ ସଦା ରାଗରେ ମୁଠା ମାରିଦେଇକି ଚେପା କରିଦେଇଛି। ମୁଁ ଆଉ ଗୋଟେ ମାରିଦେବି। ମାରିଥିବି କିନ୍ତୁ ଇଆଡେ ଅନା ଇଆଡେ ଅନା। ହେ ଅନାନା ଅନା ଇଆଡେ ଅନାନା। ତମେ ପୁରା କଣାସରେ ଇଏ ତ ହାଲକା କିରେ କଣାସ ନେଇକି ଯିବା ନା ନା ମୁଁ ଆଇଲେ ଯଦି ଜୋତିକି ନେଇକି ଯିବି କଣାସ। ହେଟ୍ ସେଇଟା ଏଇଟା ହଉଛି ମେନ୍ ଏଇଥିରେ ହିଁ ସବୁ ରହୁଛି। ଯଦି କରିତେ ଆସ ଏଇ ଗୀତଟା ଆଜି କରିବା। ହଉ ଲୁକ୍ ଫୋନ୍ କରିବା। ଆ ପୁଅ ହୁଁ ବଟନ ପାଇଁ ଅପଟ ଗୁଞ୍ଜିଲେ ଦେବି। ହୁଁ ହୁଁ। ଇରେ ଏଟା ଲଗେଇ ପାରୁନି ପୁଚୁ ପୁଚୁ। ତାପରେ ରହ ଖରାପ ହେଇଯିବ ଯଦି ଯିବ। ଏମିତି କହିବି ଲାଗନି ସେ ଖରାପ ହେଇଯିବ। ତାର ଚାରିଟା ଗୋଟି ସେଠି ଅଛି। ଚାରିଟା ଗୋଟି ଲାଗିବନି ଏତେ। ଲାଗିବନି ଜମା। ଲାଗିବନି। ବନି ପିଲା ଯିବ କାମ କରିବାକୁ ତାଙ୍କୁ ସେଠି ବାଗେଇକି ଗାଡି ଏବେ କଢା ହବ। ମୁଁ ଏବେ କୋଣାର୍କ ଆସିଲାଣି କୋଣାର୍କରୁ ଛାଡିକି ମୋର ଯାହା ଦେଇଛି। ତିଆରି ଦେଇକି ତାକୁ ଲଗେଇବା କେମିତି କନେକ୍ଟ କରିବା ଫାଷ୍ଟ ମୁଁ ଉପରେ ଏଟାକୁ ଲଗେଇଛି ମୋ ଷ୍ଟାଣ୍ଡରେ। ଏବେ ଆମେ ମ୍ୟୁଜିକ୍ ଗୋଟେ ଲଗେଇବା। ତାପରେ ଆମର ଯୋଉଟା ଲଗେଇବା କଥା ତାକୁ ଲଗେଇଦବା। ଏଇଟା ହଉଛି ମାଉସର। ମ୍ୟୁଜିକ୍ କି ବୋର୍ଡର। ଲଗେଇ ହେଲା ଏବେ ପାୱାର ସପ୍ଲାଏ ଲଗେଇଦବା। ଦେଇଦେଲା ଦେଇ ସାରିଲା ପରେ ଏବେ ଆମେ ଅନ୍ କରିବା ଟୋଟାଲ ସବୁକୁ। ଏବେ ଆମର ଅନ୍ ହେଇଗଲା। ସେଥିପାଇଁ ଦେଖିପାରୁଥିବେ ବର୍ତ୍ତମାନ ଆମର ଅନ୍ ହେଇଯାଇଛି। ଦେଖନ୍ତୁ
ତାପରେ ଏଠି ଆମର ମନିଟର ସୁଇଚଟା ଅନ୍ କରିଦବା। ତ ଏଠି କଣ କରେଣ୍ଟ ଲସ୍ କରୁଛି ମୁଁ ଜାଣିପାରୁନି। ଆର୍ଟ୍ସ ବୋଧେ ହେଇଯାଇଛି ନା କଣ ଭୁଲ୍ ଭାଲ୍ ସିଷ୍ଟମରେ କିଛି ଦିଆ ହେଇନି। କିଛି ଭୁଲ୍ ଭାଲ୍ ଦେଇନି ତଥାପି ଦେଖୁଛି କଣ ହେଇଛି। ଓ ଏବେ ଅନ୍ ହେଇଗଲା ଆମର ସିଷ୍ଟମଟା ଏଥର ଆମର ଏଡିଟ୍ ପାଇଁ ଠିକ୍ ହେଇଗଲା। ଆଜିର ବ୍ଲଗଟା ଆଜି ଏଡିଟ୍ ହେଇପାରିବ କାରଣ ଆଇଫୋନରେ ସେତିକି ଷ୍ଟୋରେଜ ବି ଆଇଫୋନଟା ପୁରା ହ୍ୟାଙ୍ଗ ହେଇଯାଉଛି ଆମର ମାନେ ଏଡିଟ୍ କଲାବେଳେ ଆଉ ପିସି ଆମ ପାଇଁ ବେଷ୍ଟ ପିସିଟା ହିଁ ଠିକ୍ ଆମ ପାଇଁ। ସେଥିପାଇଁ ଦେଖନ୍ତୁ ପିସି ଏବେ ଅନ୍ କରିଦେବା କ୍ୟାପକଟଟା ଦେଖିବେ ମୁଁ ଆପଣଙ୍କୁ ଦେଖେଇ ଦଉଛି। ଏବେ ଲୋଡିଂ ହଉଛି ହଁ ନେଟୱାର୍କଟା ବହୁତ ସ୍ଲୋ ହଉଛି ତୁମର ଯୋଉଟା ରହୁଛି କି ଆଉ ଗୋଟେ ଦେଖେଇଦେବି ଗୋଟେ କଥା ଯେ କି ଫୋନ ସାଇଡ ଦେଖିପାରୁଥିବେ ବ୍ୟାକ୍ ପ୍ୟାନେଲରେ ପୁରା ଛିନ ଛତର ହେଇଯାଇଛି ପଡିକି। ହାତରୁ ପଡିକି ପୁରା ଭାଙ୍ଗି ଯାଇଛି। ଏ ପିସି ବି ମୋର କନେକ୍ଟ ସବୁ ସବୁ ରହିଯାଇଛି। ସେଥିରେ କିଛି ନାହିଁ। ସମର ଦେଖନ୍ତୁ ଯାହା ସବୁ ଭିଡିଓ ଆମର ଏଡିଟ କରୁଛି କେତେଟା ଭିଡିଓ ଏଥିରେ ଏଡିଟ କରିଛି। 1 2 3 4 5 6 8 9 10 11ଟା ଭିଡିଓ ଏଥିରେ ମୁଁ ଟୋଟାଲ ଏଡିଟ୍ କରିଛି। ଏଇଟା ହେଉଛି ଆମର ପ୍ରାଇମ ଭିଡିଓଟା ଯୋଉ ଏଡିଟ୍ ହଉଥିଲା। ଏଇଟା ହେଉଛି ଆମର ସ୍ୟାଡ୍ ଭିଡିଓ ଯୋଉଟା ସର୍ଟ ଭିଡିଓଟା ଲଗିନ୍ କରିଥିଲି। ତାହେଲେ ମୁଁ 10ଟା ନା 11ଟା ଭିଡିଓ ମାନେ କରିଛି। ଆଉ ଏଇ ଭିଡିଓଟା ବି ଏଥର ଏଡିଟ୍ ହବ। ଆପଣମାନଙ୍କୁ କେମିତି କଣ ଲାଗୁଛି ଆପଣମାନେ କମେଣ୍ଟ କରିକି କହିବେ ମାନେ ବ୍ଲଗଟା କେମିତି ଏଥିରେ ଏଡିଟ୍ ହଉଛି। ତାପରେ ଆଉ ଗୋଟେ କଥା କହିବି ଯେ ମମିଙ୍କ ଦେହ ଭଲ ନାହିଁ। ଆଉ ତା ହାତଟା ଭାଙ୍ଗି ଯାଇଥିଲା ତାକୁ ଏବେ ମେଡିକାଲ ନେଇକି ଯାଉଥିଲୁ। ଚାଲନ୍ତୁ ଦେଖଉଛି। କଣ ଆଜି ସେଥିପାଇଁ ମୁଁ ଆକୁ ରିସେଟ ମାରିଦେଇକି ପଳଉଛି ସରି ସଟ୍ଡାଉନ ମାରିକି ପଳଉଛି। ସଟ୍ଡାଉନ ଟେକ୍ନିକ୍ ମରା ଅଛି ଆପଣ ତ ଜାଣିଥିବେ ପ୍ରାୟ। ଗୁଗୁ ଆମର ଏ ବିଷୟରେ ପୁରା ବହୁତ ଏକ୍ସପର୍ଟ ହେଇଗଲେଣି। ଅଲ୍ଟ F4 ସଟ୍ଡାଉନ ଗୋଟେ ସେକେଣ୍ଡ 2 ସେକେଣ୍ଡ ଗଲା ପରେ ସଟ୍ଡାଉନ ହେଇଯିବ। ହେଲାକି ସଟ୍ଡାଉନ ଇନୱେ ଓକେ ଏବେ ଆପଣ ଦେଖନ୍ତୁ ବନ୍ଦ ହେଇଗଲା। ଏଥିପାଇଁ ବନ୍ଦ କରିଦେବା ଲାଇଟଟା ବନ୍ଦ କରିଦବା। ଆପଣ କଥା କହିଦଉଛି ଯେ ମୁଁ ତ ମେଡିକାଲ ଯିବି ଆଉ ଟିଭି ଭିଡ଼ିଓ କରିପାରିବିନି ଜାଣିପାରିବି। ଆଉ ଆପଣମାନଙ୍କୁ କହିଦଉଛି ଆପଣମାନଙ୍କୁ ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ। କାରଣ ଆମେ ତ ବଡ଼ ବଡ଼ ୟୁଟ୍ୟୁବର ନୁହଁ ନା ସବୁ କିଛି ଦେଖେଇଦବା ଇଏ କରିଦବା ସିଏ କରିଦବା। ମୋର ବି ସେମିତି ସିଚୁଏସନ୍ ଅଛି ମୁଁ ବି ସେମିତି କିଛି କରିପାରିବିନି ଗାଁରେ। ଆଉ ଦେଖନ୍ତୁ ଯେତିକି ଯାହା ହେଉଛି ମୁଁ ଆପଣଙ୍କୁ ଦେଖେଇ ଦେଇଛି। ତ ଆପଣମାନଙ୍କୁ ଯଦି ଭିଡ଼ିଓ ଭଲ ଲାଗିଥିବ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିଦେବେ। ଟାଟା ରହୁଛି ଆର ବ୍ଲଗରେ ଦେଖା ହେବା। ଆର ବ୍ଲଗରେ ଆପଣମାନେ କମେଣ୍ଟ କରିଦିଅନ୍ତୁ କେଉଁ ପ୍ରକାର ବ୍ଲଗ ଆଉ କେଉଁ ପ୍ରକାର କଣ୍ଟେଣ୍ଟ ଆଣିବା। କହିଦିଅନ୍ତୁ ମୁଁ ସେଇ ଅନୁସାରେ ଆଣିବି।